ମୋ ନାଁ ଗୌରାଙ୍ଗ ଚରଣ ସାହି। ଆମ ଘର ପଙ୍କପାଳ। ଆମ ପଙ୍କପାଳର ବାଲି ଆମ ଜମି ଉପରେ ଜମି ନଦୀ ଖାଇଯାଇଛି। ଜମିର ଜବରଦସ୍ତି ଗୁଣ୍ଡାମାନେ ଏଠି ଡେଲି 300-400 ହାଇବାରେ ବାଲି ଉଠାଉଛନ୍ତି। ଆଉ ଆମେ ସେଥିପାଇଁ ସବୁଆଙ୍କ ଚାଷୀ ଏକଜୁଟ ହେଇକି ଆମେ 10-15 ଘର ଚାଷୀ ଏକଜୁଟ ହେଇକି ଆସିକି ଆମେ ବାଲିଘାଟ ବନ୍ଦ କରିଛୁ। ଏ ଫେବୃଆରୀ ମାସରୁ ଚାଲିଲାଣି ବାଲିଘାଟ। ଫେବୃଆରୀ ମାସରୁ ସେ ଚଲେଇଲେଣି। ସେ ଯେତେବେଳେ ତାଙ୍କୁ ଆମେ ପଚାରିଥିଲୁ କ'ଣ ନା ଏଇଟା ଆମ ଦାନି ବାବୁ ଦେଇଛନ୍ତି। ଆମେ ଦାନି ବାବୁ ଆଗକୁ ଇଲେକ୍ସନ୍ ଅଛି ଆଉ ସେଇଠି ଆମର ଗୁଣ୍ଡାରାଜ ଚଲେଇଥିଲେ ବିଜେଡ଼ି ବାଲା ଆଉ ଏବେ ଚଲେଇକି ତାର ଖାଉଛନ୍ତି। ରାତି ଦିନ 24 ଘଣ୍ଟା ଗାଡ଼ି ଲୋଡ଼୍ ଦେଉଛନ୍ତି। 4 ଲାଗିଛି ମେସିନ୍ କାମ ଅଟକାଇଛୁ। ସବୁ ଗାଡ଼ିଗୁଡ଼ା ଲୋଡ଼୍ ହେଇଥିଲେ ଲୋଡ଼୍ କରିକି ସବୁ ଅଲୋଡ଼ କରି ତାଙ୍କର ସବୁ ଆମେ ଫଟୋ ରଖିଛୁ। ମାନେ ସେବା କହୁଛନ୍ତି ତହସିଲଦାର ଆମର, କଲେକ୍ଟର ଆମର ଆଉ ପୋଲିସ ଆମର। ଆମେ ଏଠି ଆଉ କିଛି କହିପାରୁନୁ। ଦାନି ବାବୁ କହିଥିଲେ ଆମ ଗାଁରେ ଗୋଟେ ଝଗଡ଼ା ଝାଟି ହେଲେ ସବୁ ବିଜେପି ବାଲାଙ୍କୁ ଆରେଷ୍ଟ କରିବ, ବିଜେଡ଼ି ବାଲାଙ୍କୁ ତାଙ୍କ ମାନେ ଆରେଷ୍ଟ କରିବନି କି ବିଜେପି ବାଲାଙ୍କ ଏଫଆଇଆର୍ ବି ରଖିବ ନାହିଁ। ଲୋକକୁ ଆରେଷ୍ଟ କଲା, ବିଜେଡ଼ିଙ୍କର ଲୋକ କାହାକୁ ଧଇଲାନି କିଛି ନାହିଁ। ସେ ଗାଁରେ ବୁଲୁଥିଲେ ବି ତାଙ୍କୁ ଧଇଲାନି। ଏଇଭଳିଆ ଦୁର୍ନୀତି ଆମର ଏଠି ଚାଲିଛି। ବାଲିଘାଟ ବନ୍ଦ ହେବ ତାର ଆଇନ ଅନୁସାରେ ସରକାରଙ୍କର ଯେମିତି ଅଛି ଟେଣ୍ଡର ହେବ କି ଭଲ ମନ୍ଦ ହେବ, ଟେଣ୍ଡର ହେବ କି ବାଲିଘାଟ ଚାଲିବ। ଏମା କରିକି ଚଲେଇକି କିଏ ଖାଉଛନ୍ତି, କାହାରିକି ଦେଉନାହାନ୍ତି। ଗରିବ ଲୋକଙ୍କୁ ଗୋଇଠା ମାରି ଦେଉଛନ୍ତି, ସେ 4-6ଟା ଖାଉଛନ୍ତି। ତାପରେ ଆମେ ଆଇନ ଅନୁସାରେ ସରକାରଙ୍କର ପଦକ୍ଷେପ ନେବୁ, ଦେବୁ ଯାହା କରାହେବ। ଦରକାର ପଡ଼ିଲେ ଏଠି ପ୍ରଳୟ ହେଇପାରେ। ଚନ୍ଦ୍ରଶେଖର ମହାପାତ୍ର। ଆମେ ଏଠି ବାଲିଘାଟ ସାଇଡ଼ରେ ଯେଉଁ ସବୁ ଜମି ଅଛି ଆମେ ଜମି ମାଲିକମାନେ ସବୁ ଏଠି ଅଛୁ। ବାଲିଘାଟ ଚଲାଉଛନ୍ତି ଏଠି ଇଲିଗାଲରେ ଚଲାଉଛନ୍ତି। ତା ଜମିବାଲାଙ୍କ ସାଙ୍ଗରେ କାହା ସାଙ୍ଗରେ କିଛି କଥାବାର୍ତ୍ତା ହେଇନାହାନ୍ତି। ବାଲି ଗାଡ଼ି ମନେ ମନେ ଚଲାଉଛନ୍ତି। ଆମର ଯେଉଁ ସବୁ ଏଠି ଫସଲ ହୁଏ ସବୁ ଦୋ ଫସଲି ଆମର ଏଠି ଫସଲ କରିକି ଲୋକମାନେ ସବୁ ଚଳନ୍ତି। ସେମାନେ ନାଇଁ ନଥିବା ଅସୁବିଧାର ସମ୍ମୁଖୀନ ସବୁ ହେଉଛନ୍ତି। କାହାର ଫସଲ ହେଇଯାଉଛି, ଏଠି ସବୁ ବାଲି ଚରିଯାଇଛି। ଦେଖନ୍ତୁ ଚାଷ କେଉଁଠି ଆଉ ନାହିଁ ଏଠି ଜମିରେ। ତେଣୁକରି ସରକାରଙ୍କ ତରଫରୁ ତୁରନ୍ତ ଏହାର ଗୋଟେ କିଛି ପଦକ୍ଷେପ ନେଇକି ଫାଇନାଲ୍ କରାଯାଉ। ବାଲିଘାଟ ଫେବୃଆରୀ ମାସଠୁ ଚାଲିଲାଣି। ଆଜି ପର୍ଯ୍ୟନ୍ତ ଆମେ କହିକା ଇଏ କେହି ଶୁଣୁନାହାନ୍ତି। ତ ଯେ ଆନ୍ଦୋଳନ ଭୟଙ୍କର ରୂପ ନେବ। ସେ କଥା କହୁଛି ଆମର ଓନର ଆଇସିରେ ଅଛନ୍ତି, ସେ ଆସିଲେ କଥାବାର୍ତ୍ତା ହେବେ। ମୋ ନାଁ ରାହୁଲ ମହାନ୍ତି। ଘର ଆମର କଟକ। ବାଲିଘାଟରେ ମୁଁ ଏମ୍ପ୍ଲୟି ଅଛି। ତାହେଲେ ମୁଁ କହିପାରିବିନି ତା ବିଷୟରେ, କାରଣ ଆମର ପଙ୍କପାଳ ସ୍ୟାଣ୍ଡ ୱାନରେ ଆମର ଅଛି ଇଏ ଅଛି। ସ୍ୟାଣ୍ଡ ୱାନରେ ଆପଣଙ୍କୁ ସରକାରୀ ସ୍ତରରେ ଯେଉଁ ମ୍ୟାପ୍ ଦେବା କଥା ସେ ଏରିଆଟା ମୋ ପାଖରେ ଅଛି, ଆଇଡି ପାସୱାର୍ଡ ଅଛି। ଆପଣ ଚାହିଁଲେ ମୁଁ ଦେଖେଇଦେବି ମୋ ଫୋନ୍। କିନ୍ତୁ ଆମେ ସ୍ଥାନୀୟ ଯେଉଁ ତହସିଲଦାର ହୁଅନ୍ତୁ କି ଯେଉଁ ଆମର ଆର୍ଆଇ ହୁଅନ୍ତୁ, ଆମେ ଯେତେବେଳେ ପଚାରିକି ବୁଝୁଥିଲୁ ସେ କହିବା କଥା ଯେ ପାଣି ସେକରେ ଆପଣଙ୍କର, କିନ୍ତୁ ଆପଣ ଏକରୁ ଉଠାଉଛନ୍ତି। ନାଇଁ ଆମେ ତ ପାଣି ସେକରୁ ହିଁ ଉଠାଉଛୁ। ଆମର ଏବେ ଆମର 2 ଦିନ ତଳେ ଭୁବନେଶ୍ୱର ମାଇନିଂ ଅଫିସ ଡ୍ରୋନ୍ ବି ଆସିଥିଲେ। ଡ୍ରୋନ୍ ବି ଆମର ବୁଲେଇ ଗଲେ। ଆମର ଯେଉଁ ଲୋକେସନ୍ ଆମେ ଉଠୁଛୁ ସେଇ ଲୋକେସନ୍ ଆମେ କହିବୁ। ତ ଏ ଯେଉଁ ପାଖ ଲୋକ, ଯେଉଁ ଗାଁ ଲୋକ କାହିଁ ଆସିକି ଆଜି ସକାଳୁ ଏପରି ଅଟକାଅଟକି କରୁଛନ୍ତି ମୁଁ ଜାଣିନି। କାରଣ ସେ କହୁଛନ୍ତି କି ମାନେ ଜାଗା ଅଛି, ଜାଗାରେ ସିଏ ବି ପଟ୍ଟା ଦେଖାଉନାହାନ୍ତି। ଆମ ଓନର କହିବା କଥା କି ପଟ୍ଟା ଦେଖେଇଦେଲେ ଆମେ ତାଙ୍କ ପଇସାଟା ଆମେ ତାଙ୍କୁ ଦେଇଦେବୁ। ସେ ବି ସେ କଥା ବି କହୁଛନ୍ତି ଆମ ଓନର। ତ କ'ଣ ଏବେ ହାର୍ଟ ଆଟାକରେ ଅଛନ୍ତି, ସେ ଆଇସିୟୁରେ ହିଁ ଅଛନ୍ତି। ତ ତାଙ୍କ ସହିତ ତାଙ୍କ ପୁଅଙ୍କ ସହିତ କଥାବାର୍ତ୍ତା ହେଲେ ସେ କହିଲେ କି 2-3 ଦିନ ଟାଇମ୍ ଟିକେ ମାଗ, ତା 2-3 ଦିନରେ ସର୍ଟ ଆଉଟ୍ କର। କିନ୍ତୁ ଆପଣଙ୍କର ପ୍ରାୟ ଗାଡ଼ି ବର୍ତ୍ତମାନ 6-6ଟା ଗାଡ଼ି ଧରାପଡ଼ିଛି ପୋଲିସ ଷ୍ଟେସନରେ ଅଛି। ସେଇଟା ତ ଆପଣ ଗାଡ଼ି ଯେଉଁ ଲୋଡ଼ କରି ଦେଉଛନ୍ତି, ଆପଣଙ୍କ ବର୍ଷକୁ 6000 କିଲୋମିଟର ଥିଲାବେଳେ ପର ଡେ 300 ପାଖାପାଖି ଗାଡ଼ି ଲୋଡ଼ ହେଉଛି ବୋଲିକି ଅଭିଯୋଗ ଆସୁଛି। ୟା କେତେ ସତ? ସେଇଟା ସତ ନୁହେଁ। କିନ୍ତୁ ଯେଉଁ ଗାଡ଼ି ଯାଇଛନ୍ତି ଧରା ପଡ଼ିଛନ୍ତି ତାଙ୍କ କଥା ଟିପି ନାହିଁ କୌଣସି। ପରଦିନ ରାତିରେ ଯେଉଁ 3ଟା ଗାଡ଼ି ଆମ ଧରା ପଡ଼ିଲା, ତାର 3ଟା ଟିପି ମୁଁ ବାହାର କରିଦେଇଛି। ମୋ ପାଖରେ ଅଛି ପରମିଟ୍ ଅଛି, ଡୁପ୍ଲିକେଟ୍ ପରମିଟ୍। ତାକୁ ଆଣି ଶୋ ବି କରେ। ବାହାର କରିକି ଦେଇ ଦେଇଛନ୍ତି ମାନେ ଆମ ଟିପିଟା ଆମର ଅଫିସ୍ ରହୁଛି ସେଠି ନା, ଏଠି ଆମର ତ ଲାଇନ୍ କନେକ୍ସନ୍ ନାହିଁ। ଆମେ ଏଠି ସିଷ୍ଟମ୍ ରଖିପାରିବୁନି। DDM ଯାଜପୁର କହିବା କଥା ଯେ ଆମକୁ ଆମେ କଥା ହେଉଥିଲୁ ଯେ ଯେଉଁ ଗାଡ଼ି ଲୋଡ଼ ହେଲା, ଯଦି ସେଇ ଗାଡ଼ି ଚେକିଂ ବେଳେ ସେଇ ଗାଡ଼ିରେ ଟିପି ନ ବାହାରେ, ଆପଣଙ୍କ ଅଫିସରେ ସେ ଟିପି ଥାଏ କି ଛାଡ଼ି ଦେଇକି ବି ଗଲେ ସେ ଟିପି ଆପଣଙ୍କର କାର୍ଯ୍ୟରେ ଆସିବ ନାହିଁ। ଏ କଥା ଆପଣଙ୍କୁ ଜଣା ଅଛି ନା ନାହିଁ? ସେଟା ବି ସମୟ ନହେଲେ ତେଣୁ ଯେଉଁ ପାଖାପାଖି 6ଟି ଗାଡ଼ି ଧରା ପଡ଼ିଛି ଏବଂ ପୂର୍ବରୁ ବି 3ଟା ଗାଡ଼ି ଆମର ସ୍ଥାନୀୟ ଆର୍ଆଇ ଧରିଥିଲେ। ତ ଏ ଇଲିଗାଲ ବାଲି ଚାଲୁଛି ବୋଲି ବାରମ୍ବାର ଅଭିଯୋଗ ସତ୍ତ୍ୱେ ଆପଣ କ'ଣ ପାଇଁ ଏମିତି ଇଲିଗାଲ? ଆମର ଆକ୍ଚୁଆଲି ଲାଇସେନ୍ସ ଅଛି। ମୁଁ କହିଲି ମୋ ପାଖରେ ଲାଇସେନ୍ସ, ଆପଣ ଯେଉଁ କହିବେ ଫୋନରେ ଆଇଡି ପାସୱାର୍ଡ ଅଛି, ମୁଁ ଶୋ କରିଦେବି। ଆପଣଙ୍କ କତିରେ ଲାଇସେନ୍ସ ଅଛି ସତ, କିନ୍ତୁ ଆପଣଙ୍କର ବର୍ଷକୁ 6000 କିଲୋମିଟର ସରକାରୀ ନିୟମରେ ଉଠାଇବା କଥା, କିନ୍ତୁ ଆପଣ ଗୋଟେ ଦିନରେ ପାଖାପାଖି 3000 କିଲୋମିଟର ଉଠାଉଛନ୍ତି ବୋଲି ଅଭିଯୋଗ ଆସୁଛି। ଏଇଟା ମିଛ କଥା, କାରଣ ଆମର ଏତେ ସେଲ୍ ହିଁ ନାହିଁ। ଆମର ପର ଡେ କାଲି ଆମର ସେଲ୍ ହେଇଥିଲା 15ଟା ଗାଡ଼ି। 15ଟା ଗାଡ଼ିରେ ଆପଣଙ୍କର କେତେ କିଲୋମିଟର ଯାଉଛି? 15ଟା ଗାଡ଼ିରେ ଆମର କାଲି ଯାଇଥିଲା 7ଟା ପରମିଟ୍।
15ଟା ଗାଡ଼ିରେ 7ଟା ପରମିଟ୍। 7ଟା permit। 15 ଗାଡ଼ି ଲୋଡ୍ କରିକି 7ଟା ପରମିଟ୍ କେମିତି? ସେମାନେ ଯେତେବେଳେ ରିଟର୍ନ ଯେତେବେଳେ କରୁଛନ୍ତି ଯୋଉଟା ଆମର ଟାଇମ୍ ଭ୍ୟାଲିଡି ରହୁଛି 5 ରୁ 6 ଘଣ୍ଟା, ସେ 5 ରୁ 6 ଘଣ୍ଟା ସେ ଗୋଟେ ଟ୍ରିପ୍ 2 ଟ୍ରିପ୍ କରୁଛନ୍ତି। ତ ଗୋଟିଏ ଟିପିରେ ଆପଣ 6 ଘଣ୍ଟା ଭିତରେ ଯେତେ ଟ୍ରିପ୍ ଜଣେ କରିପାରିବ? ନା ଯେତେ ଜଣ କରିପାରିବେନି, ମ୍ୟାକ୍ସିମମ୍ ଟାଇମ୍ 6 ଘଣ୍ଟା ଯଦି ଦେଉଛନ୍ତି ତାହେଲେ ସେ 2ଟା ଗାଡ଼ି ହିଁ କରିପାରିବେ। ତ ଏଇ ଯୋଉ time validity ଯୋଉ ରହୁଛି। ଆଜି ଯୋଉ ଅସୁବିଧା ହେଇଛି, ଏଇ ଯୋଉ ଗାଁ ଲୋକ ଯୋଉ ଇଏ କରୁଛନ୍ତି, ୟାପରେ କ'ଣ କହିବେ? କେମିତି ମ୍ୟୁଚୁଆଲ କରାହବ ନା କ'ଣ? ଏଇଟା ତ ଓନରଙ୍କ ସହିତ ହିଁ କଥା ହେବେ ନା, ଏଇଟା ମୁଁ ତ ତାଙ୍କର ଏମ୍ପ୍ଲୟି କେବଳ, ତ ମୁଁ ତ ଆ ବିଷୟରେ ନଲେଜ ହିଁ ନାହିଁ। କେବଳ ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା ବି ଆପଣଙ୍କର ହେଇଛି ନା ହେଇନି? ନାଇଁ ମୁଁ ସେଇଟା ଜାଣିନି, ସେଇଟା ଆମ ଓନର ସହିତ ଡିସ୍କସନ୍ କରିଥିଲି। ମୁଁ ତ ତାଙ୍କ ଏମ୍ପ୍ଲୟି ନା, ତ ତା ବିଷୟରେ ମୋର କିଛି ନଲେଜ ହିଁ ନାହିଁ। ଠିକ୍ ଅଛି, ଧନ୍ୟବାଦ।